ସକାଳର ଶୁଭ ଅଭିନନ୍ଦନ। ପ୍ରତ୍ୟେକ ଓଡ଼ିଶାର ଗୁରୁଜନ ପ୍ରତ୍ୟେକ ସବୁ ଭାଇମାନଙ୍କୁ ନମସ୍କାର। ଭାଇ ମୁଁ ଭାଇ ପୁଣି ଭିଡ଼ିଓଟି ଆରମ୍ଭ କରୁଛି। ଆପଣମାନଙ୍କୁ ଭଲ ଲାଗିଲେ ଭାଇ ସେୟାର କରିବେ। ଦେଖନ୍ତୁ ଭାଇ ସକାଳୁ ସକାଳୁ ଶୁଭ ସକାଳ ଅଭିନନ୍ଦନ ଜଣାଇବା କାରଣ ଭାଇ ସକାଳୁ ପୁଣି ମାନେ ଅନ୍ଧାରୁ ଗାଧେଇ ପାଧେଇ ଆସି ଗାଡ଼ି ପୂଜା କରି ଭାଇ ପୁଣି ଚାଲିଲି ସ୍କୁଲ ଡ୍ୟୁଟିରେ, ସ୍କୁଲର ଛୁଆମାନଙ୍କୁ ଆଣିବା ପାଇଁ। ତା ସଙ୍ଗେ ସଙ୍ଗେ ଭାଇ ରୋଡ଼ରେ ଯାଉଛି ଆଉ ମୋ କାହାଣୀଟା ପୁଣି ଆରମ୍ଭ କରୁଛି। ଜୟ ଜଗନ୍ନାଥ। ଭାଇମାନେ ଦେଖନ୍ତୁ, ମୁଁ ତ ଆରମ୍ଭ କରିକି ଛାଡ଼ିଥିଲି ଯେତିକିରେ ଭିଡ଼ିଓ ମାନେ ମୋ ବଚନଟା, ସେତିକିରୁ ପୁଣି ଆରମ୍ଭ କରୁଛି। ଏମିତି ହଉ ଆସିକି ପହଞ୍ଚି ସ୍କୁଲରେ, ସ୍କୁଲ ଡ୍ୟୁଟି ଭାଇ ସବୁଦିନ ଚାଲିଛି। ଭାଇ ଦେଖନ୍ତୁ, ଟଙ୍କା 500 କି 550 ଟଙ୍କା। ପୁଣି ସ୍କୁଲ ଛୁଟି ହେଉଛି 1-2ଟାରେ ମୁଁ ଫ୍ରି ହେଇଯାଉଛି। ପୁଣି ଆଉ ଥରେ ଡ୍ୟୁଟି କରିବି ବୋଲି ଖୋଜୁଛି, କିନ୍ତୁ ପାର୍ଟ ଟାଇମ୍ ଗ୍ରୁପ୍ରେ ମିଶିଛି, ସବୁ କରିଛି। ତାପରେ ବି ପାର୍ଟ ଟାଇମ୍ ପଡ଼ୁଛି ଦୂର ଜାଗା, ପାଖ ଏରିଆ ପଡ଼ୁନି। କେମିତି ଯିବି, କେମିତି କ'ଣ କରିବି, ବହୁତ ମନରେ ଘାଣ୍ଟି ହେଉଛି ଭାଇ। ସ୍କୁଲ ଡ୍ୟୁଟି ସରିଲା ପରେ ଆଉ ଗୋଟେ ଡ୍ୟୁଟି କରିବାକୁ ମୋର ଇଚ୍ଛା, କାହିଁକିନା ସେତିକି ପଇସାରେ ପରିବାର ବା ପିଲାଛୁଆ ବସି ହେଉନି। ସେଥିପାଇଁ ଭାଇ କ'ଣ କରିବି, ପାର୍ଟ ଟାଇମ୍ ଗ୍ରୁପ୍ ହେଉ, ଭାଇମାନଙ୍କୁ ଡ୍ୟୁଟି ହେଉ, ଯାହା ହେଉ ଫୋନ୍ ଫାନ୍ କରି ଯୋଗାଯୋଗ କଲେ ବି ଆଉ ମାନେ ଓଭର ଡ୍ୟୁଟି ମନେକର 1-2-3ଟାରୁ ମୁଁ ଫ୍ରି ହେଇଯାଉଛି, କିନ୍ତୁ ତାପରେ ରାତି 9ଟା ବା 10ଟା ପର୍ଯ୍ୟନ୍ତ ଖଟିବାକୁ ଇଚ୍ଛା, କିନ୍ତୁ ଡ୍ୟୁଟି ଫ୍ୟୁଟି ଆଉ ମିଳୁନି। ସେତିକି ପଇସାରେ ପିଲାଛୁଆ ଚଲେଇବା, ପାଠ ପଢ଼େଇବା, ପିଲାମାନଙ୍କୁ ପାଠ ପଢ଼େଇବା, ପିଲାମାନଙ୍କର ଭବିଷ୍ୟତ ଦେଖିବା, ଖାଇବା ପିଇବା। ଭାଇ ଭୁବନେଶ୍ୱର ଜାଗାରେ ଯେଉଁଭଳିଆ ରେଟ୍, କାଲି ନା ପହରଦିନ ମୁଁ ଯାଇଥିଲି ଭାଇ ଗୋଟେ ମାର୍କେଟକୁ, ଆଳୁ କିଲୋ 30 ଟଙ୍କା। ଭାଇ ମୁଣ୍ଡରେ ହାତ ଦେଲି, କାହିଁକି ନା ତା ପୂର୍ବ ଦିନ ଥିଲା 22 ଟଙ୍କା, ଆଳୁ କିଲୋ ହେଇଗଲା 30 ଟଙ୍କା। ଭାଇ କେମିତି ଚଳିବ କୁହନ୍ତୁ? ସେଥିପାଇଁ ମୁଁ ଡବଲ ଡ୍ୟୁଟି କରିବାକୁ ଚାହୁଁଛି, ମିଳୁନି। ଏହି ପରିବେଶରେ ମୁଁ ମୋ ସ୍ତ୍ରୀକୁ ପିଲାମାନଙ୍କୁ ନେଇକି ଆସିଥିଲି, କାହିଁକି ନା ବାହାରକୁ ପିଲାମାନେ ଟିକେ ପାଠ ପଢ଼ିବେ ନା, ପିଲାମାନଙ୍କର ଭବିଷ୍ୟତ ଭଲ ହେବ, ଆଉ ଆଗକୁ ଟିକେ ବଢ଼ିବୁ ବୋଲି। କିନ୍ତୁ ଭାଇ ସେଇ ପଛରେ ପଡ଼ିକି ରହିଛି। ଆଜି ଗାଁରେ ଘର କରିଥିଲି ତ, ଘର କରିଛି, 4ଟା 4 ବଖରା କରିଛି, କିନ୍ତୁ ଆଜି ଯାଏ ପ୍ଲାଷ୍ଟର କରିପାରୁନି ନା କବାଟ ଝରକା ଲଗାଇ ପାରୁନି। କାହିଁକି? ଏଇ ଅସୁବିଧା ସବୁ ଜୀବନ କଥା।